ସମସ୍ତଙ୍କୁ ମୋର ଆନନ୍ଦିତ ଜୟଗୁରୁ। ସବୁଦିନ ପରି ଆଜି ମଧ୍ୟ ଏହି ଶୁଭ ଦିନରେ ଏକ ସୁନ୍ଦର ଭିଡ଼ିଓ ଆଲୋଚନା କରିବା। ଆଜିର ଆଲୋଚନା ରହିବ ପ୍ରକୃତରେ ଇଷ୍ଟଙ୍କର ଆଦେଶ ପାଳନରେ ଜୀବର କିପରି ମଙ୍ଗଳ ହୋଇଥାଏ ବା ନ କଲେ କ'ଣ ଅମଙ୍ଗଳ ହୁଏ। ଶ୍ରୀ ଶ୍ରୀ ଠାକୁରଙ୍କ ଆଲୋଚନା ଭିତରେ ଜାଣିବା। ଥରେ ହରେନ ବସୁଧାଙ୍କୁ ଶ୍ରୀ ଶ୍ରୀ ଠାକୁର ବିଶେଷ କରି କହିଥିଲେ ଯେମିତି ସେ ଘରେ ରାତ୍ରି ଯାପନ ନ କରନ୍ତି, ବଡ଼ାଲ ବଙ୍ଗଳାରେ ହିଁ ସେ ରୁହନ୍ତି। ହରେନ ଦାସ ସେ କଥା ହୁଏତ ଭୁଲି ଯାଇଥିଲେ। ଯାହା ହେଉ ଘରକୁ ଯାଇ ରାତ୍ରିବାସ କରିବା ସେ ଆରମ୍ଭ କରି କେତେଦିନ ପରେ ହଠାତ୍ ସେ ଏକ କଠିନ ରୋଗାକ୍ରାନ୍ତ ହୋଇ 2 ଦିନ ପରେ ସେ ମରିଯାଆନ୍ତି। ସେହି ସମୟରେ ଶ୍ରୀ ଶ୍ରୀ ଠାକୁର ଦୁଃଖ କରି କହିଥିଲେ, ମଣିଷ ନିଜ ଖିଆଲରେ ଚଳେ, କିନ୍ତୁ ନିର୍ବିଚାରରେ ଯଦି ଇଷ୍ଟଙ୍କର ଆଦେଶ ପାଳନ କରି ଚାଲିବ ହିଁ ବୁଦ୍ଧିମାନ କାମ ହୋଇଥାଏ। ସେଇଟା ହିଁ ତ ତପସ୍ୟା। ହରେନ ମୋ କଥା ଶୁଣିଥିଲେ ବୋଧହୁଏ ଏଇଭଳି ଭାବରେ ତାର ଅକାଳ ମୃତ୍ୟୁ ହୋଇନଥାନ୍ତା। ମୋ ସାଙ୍ଗରେ ତୁମେମାନେ ସହଯୋଗିତା ନ କରିଲେ ମୁଁ କ'ଣ ତୁମମାନଙ୍କୁ ବଞ୍ଚାଇବାକୁ ଚାହିଁଲେ ମଧ୍ୟ ବଞ୍ଚାଇ ପାରେ ନାହିଁ। ଶ୍ରୀ ଶ୍ରୀ ଠାକୁର ଏଇ ଛୋଟ ଗୋଟିଏ ଉଦାହରଣ ବା ଆଲୋଚନା ମାଧ୍ୟମରେ ଏତିକି ସାରା ସୃଷ୍ଟିକୁ ଜଣାଇ ଦେଇଛନ୍ତି ଯେ ମଣିଷ ଯେପର୍ଯ୍ୟନ୍ତ ତାଙ୍କର ଆଦେଶ ନିର୍ଦ୍ଦେଶକୁ ସେ କୌଣସି ଦ୍ୱିଧା, କୌଣସି କିଛି ଶଙ୍କା, କୌଣସି ଅବିଶ୍ୱାସ ସେ ଯଦି ନ କରି ସେ ଯଦି ବିଶ୍ୱାସର ସହିତ ଭଲ ପାଇବାର ସହିତ ପାଳନ କରେ, ତାହେଲେ ନିଶ୍ଚିନ୍ତ ଭାବରେ ତାର ଜୀବର ମଙ୍ଗଳ ହୁଏ, ଉଦ୍ଧାର ମଧ୍ୟ ହୋଇଯାଇଥାଏ। ଆମେମାନେ ସବୁକିଛି ଜାଣୁ, ସବୁକିଛି କରୁ, କିନ୍ତୁ ମଝିରେ ଆମେମାନେ ଆମ ବୁଦ୍ଧି ହିଁ ଲଗେଇ ଦେଉ, ଯେଉଁଟାରେ କି ଆମେ ଈଶ୍ୱରଙ୍କ ପାଖରେ ଥାଉ ବା ଈଶ୍ୱରଙ୍କ ଦୂରରେ ଥାଉ ବା ଈଶ୍ୱରଙ୍କର ଯେତେ ବି ଆମେ ନିକଟତର ହେଲେ ମଧ୍ୟ ଆମେ କିନ୍ତୁ ବିଧିର ବିଧାନରୁ ବାହାରି ପାରୁନା। ସେଇଥିପାଇଁ ସେ କହିଛନ୍ତି, ମୋର ଗୋଟିଏ ହାତ ବିଧି ହେଲେ ଆଉ ଗୋଟିଏ ହେଲା ମୋର ଦୟା। ମୁଁ ଯେମିତି ଦୟା କରିପାରେ, ଆଉ ଗୋଟେ ହାତରେ ମଧ୍ୟ ବିଧିର ବିଧାନକୁ ଯଦି ଆମେ ଭୁଲ କରୁ ତାହେଲେ ଦଣ୍ଡ ମଧ୍ୟ ଆମେମାନେ ପାଉ। ଦଣ୍ଡ ସିଏ ଦିଅନ୍ତିନି, ଦଣ୍ଡ ଆମେ ନିଜେ ନିଜକୁ ହିଁ ଦେଉ। ସେତେବେଳେ ଆମେ ଯେତିକି କଷ୍ଟ ପାଉନା ତାର ଶତ ଶତ ହଜାର ହଜାର ଗୁଣରେ ସିଏ ହିଁ କଷ୍ଟ ପାଆନ୍ତି। ତେଣୁ ସବୁଠାରୁ ବୁଦ୍ଧିମାନର କାମ ହେଲା ଇଷ୍ଟଙ୍କର କଥାକୁ ନିର୍ବିକାର ଭାବରେ କୌଣସି ଶଙ୍କା ନ ରଖି ମାନିବା। ରହୁଛି, ଜୟଗୁରୁ।